शुभ संध्या सांगमाने। वर्तमान दुनिया रे प्रत्येक मनीष बहुत स्वार्थपर हो जाइए। निजर स्वार्थ पाई से कौन जे काम कर बसुची से निजे जानी पारुनी। सेतिपाई ए टॉपिक उपरे गोटे छोटिया गपटिए लिखिछि। काहाकू केमिति लागिबो मु जानिनी, तथापि आपण मानको मतामत जणाइबे। गपटी हेला गोटे छोट पिलाटिए थिला। से छोट बेलू बहुत स्वार्थपर थिला। सबुबले निज कथा ही चिंता करुथिला। निज पई जो जिनिसटा भल ताको पाइबाकू आशा करुथिला। आस्ते आस्ते से बड़ होला। तार एही प्रकृति देखि ता सांग माने ता ठारू दूरेई गले। तार आउ केही भी सांगसाथी रहिले नाही। सेतबेले से चिंता कला, मु कोन एते खराब जे मोर केही सांग होउनांती। से निजर भूल बुझी पारुथिले मध्य अन्य मानक आलोचना करुथिला। दिने तार बापा ताको भल बाटको आनिबा पई गोटे काम कले। ताको 3 दिन समय देले आ 3टी बुद्धि ता मुंडरे आनिबा पई से एई कामटी करिथिले। प्रथम दिन 2टी ताटिया रे हालुआ आनी ताकू देले। टेबुल उपरे रखी देइथिले। गोटिए हालुआ ताटिया रे 2टी काजू बादाम ता उपरे थिला, आरटीरे किछि नथिला। तापरे ताकू पुओकू कहिले, ए 2टी भितरु तू गोटिए हालुआ ताटिया निज पई बाछिबु। पिलाटी परिवारर गरीबता देखिछि, तेणु ताको घरकू केबे काजू बादाम आसीबा से केबे भी देखि नाही। प्रथम थर हालुआ उपरे काजू बादाम देखि तार लोभ जाग्रत हैला। से तरबରରେ जो हालुआ ताटियारे 2टी काजू बादाम थिला ସେଇଟିକୁ ବାଛିଲା ଏବଂ ତରତର ହୋଇ ଖାଇବାକୁ ଲାଗିଲା। ତାପରେ ଆର ତାଟିଆଟି ତା ବାପା ନେଲେ। ବାପା ଯେତେବେଳେ ଖାଇବାକୁ ନେଲେ, ପିଲାଟି ଆଶ୍ଚର୍ଯ୍ୟ ହୋଇଗଲା ଏବଂ ଦେଖିଲା ଯେ ବାପାଙ୍କର ହାଲୁଆ ତାଟିଆ ତଳେ 8ଟି କାଜୁ ବାଦାମ ଅଛି। ସେ ନିଜର ତରବରିଆ ପାଇଁ ଓ ଲୋଭ ପୂରଣ ପାଇଁ ନିଜକୁ ନିଜେ ବହୁତ ନିନ୍ଦା କଲା ଏବଂ ସେ ଚାଲାକିର ସହିତ ପ୍ରଥମ କାମଟି କରିଥିବାରୁ ବହୁତ ଅନୁତାପ କଲା। ତାପରେ ତା ବାପା ହସି ହସି ଆସି ତାକୁ କହିଲେ, ପୁଅରେ, ଏମିତି ଦୁନିଆରେ ଅନେକ ଜିନିଷ ଅଛି ଯୋଉଟା କି ଆମେ ଆଖିରେ ଦେଖୁଛେ, ସେଇଟା କେବେ ସବୁବେଳେ ସତ ହୋଇ ନପାରେ। ଏ କଥା ଶୁଣି ବାପାଙ୍କର ଉପରେ ସେ ଟିକେ ରାଗିଗଲା ଆଉ ହଡ଼ବଡ଼ ହୋଇ ଡିସିସନ୍ ନେଇଥିବାରୁ ସେ ନିଜକୁ ମଧ୍ୟ ଘୃଣା କଲା। ଦ୍ୱିତୀୟ ଦିନ ଠିକ୍ ସେହିପରି ବାପା କ'ଣ କଲେ, 2ଟି ତାଟିଆରେ ହାଲୁଆ ଆଣି ଟେବୁଲ ଉପରେ ରଖିଦେଲେ। ଗୋଟିଏ ତାଟିଆରେ 2ଟି କାଜୁ ବାଦାମ ଥିଲା, ଆଉ ଗୋଟେ ତାଟିଆରେ କିଛି ନଥିଲା। ପୁଅକୁ କହିଲେ ଗୋଟିଏ ବାଛି ନେବା ପାଇଁ। ପ୍ରଥମ ଦିନର ଭୁଲ ପାଇଁ ପିଲାଟି ଅନୁତାପ କରି ଏଥର ଡିସିସନ୍ ଚେଞ୍ଜ କଲା ଏବଂ ଯେଉଁ ତାଟିଆରେ କାଜୁ ବାଦାମ ନଥିଲା ସେଇ ତାଟିଆଟିକୁ ସେ ନେଲା। ନେଇକରି ଖାଇବାକୁ ଆରମ୍ଭ କଲା ବେଳକୁ ଦେଖିଲା ଯେ ତାଟିଆ ତଳେ କିଛି ବି କାଜୁ ବାଦାମ ନାହିଁ। ତେଣୁ ପୁଣି ସେ ଦ୍ୱିତୀୟ ଥର ଭୁଲ କଲା। ପିତା ପୁଣି ହସି ହସି ଆସି ତାକୁ କହିଲେ, ପୁଅରେ, ନିଜର ଅନୁଭବ ଉପରେ କେବେ ବି ଭରସା ରଖିବ ନାହିଁ। ଜୀବନ ମଧ୍ୟ ଆମକୁ ଧୋକା ଦେଇପାରେ। ତେଣୁ କୌଣସି ପରିସ୍ଥିତିରେ ଦୁଃଖୀ ନ ହୋଇ ଆମେ ଖୁସି ଖୁସି ସେ ସମୟକୁ କଟେଇ ଦେବା ଉଚିତ। ପୁଣି ଆସିଲା ତୃତୀୟ ଦିନ। ଠିକ୍ ସେହିପରି ପିତା 2ଟି ତାଟିଆରେ ହାଲୁଆ ଆଣି ଟେବୁଲ ଉପରେ ରଖିଦେଲେ। ତାପରେ ଗୋଟିଏ ତାଟିଆରେ
ହାଲୁଆ ଉପରେ 2ଟି କାଜୁ ବାଦାମ ଥିଲା, ଅନ୍ୟଟିରେ କିଛି ବି ନଥିଲା। ତାପରେ ପୁଅକୁ କହିଲେ, 2ଟି ଭିତରୁ ତୋ ନିଜ ପାଇଁ ତୁ ନିଜେ ଗୋଟେ ବାଛିନେ। ଏଥର ପୁଅ ନିଜେ ଚିନ୍ତା କଲା ଏବଂ କହିଲା, ବାପା, ଆପଣ ହେଉଛନ୍ତି ଘରର ମୁରବୀ। ପ୍ରଥମେ ଆପଣ ନିଜ ପାଇଁ କିଛି ଚିନ୍ତା କରନ୍ତୁ। ନିଜ ପାଇଁ ଆପଣ ନିଜେ ହାଲୁଆ ତାଟିଆ ଗୋଟେ ନିଅନ୍ତୁ, ଆଉ ଯେଉଁଟା ମୋ ପାଇଁ ବାଛିବେ ସେଇଟା ମୋ ପାଇଁ ନିଶ୍ଚିନ୍ତ ଭାବରେ ଭଲ ହୋଇଥିବ ବୋଲି ମୁଁ ଆପଣଙ୍କ କଥାରୁ ଜାଣିପାରିଲି ଏବଂ ଆପଣଙ୍କ ଠାରୁ ଶିକ୍ଷା କଲି। ମୁଁ ଜାଣିଛି ଏକଥା ଶୁଣି ପିତା ନିଶ୍ଚିନ୍ତ ଖୁସି ହେବେ। ପିଲାଟି ପାଇଁ ଯେଉଁ ତାଟିଆଟି ଥିଲା, ତା ବାପା ତାକୁ ବାଛି କରି ଦେଲେ ଓ ସେ ନିଜେ ଗୋଟେ ତାଟିଆ ନେଲେ। ପୁଅଟିକୁ ଯେଉଁ ତାଟିଆଟି ଦେଇଥିଲେ ସେଇ ତାଟିଆଟି ବି ପୁଅ ଖୁସି ଖୁସି ଖାଇଲା ଏବଂ ସେଇ ତାଟିଆ ଉପରେ 2ଟି କାଜୁ ବାଦାମ ଥିଲା। ପିଲାଟି ଖାଇଲା ବେଳେ ହାଲୁଆ ଖାଉଥାଏ, ତାପରେ ଦେଖିଲା ବେଳକୁ ହାଲୁଆ ତଳେ ଆଉ 2ଟି ମଧ୍ୟ କାଜୁ ବାଦାମ ଥିଲା। ଖୁସିରେ ଖୁସିରେ ଖାଇବା ଦେଖି ବାପା ଖୁସି ହେଇ ପିଲା ପାଖକୁ ଆସିଲେ ଏବଂ କହିଲେ, ହସି ହସି କହିଲେ, ପୁଅ, ତୋତେ ସବୁବେଳେ ମନେ ରଖିବାକୁ ହେବ କି ସବୁ କାର୍ଯ୍ୟ ଆମେ ଯଦି ଭଗବାନଙ୍କ ଉପରେ ଛାଡ଼ିଦେବା, ସେ ପରମାତ୍ମା, ପରମ ବ୍ରହ୍ମ, ପରମ ପୁରୁଷ ଯେଉଁଟା କରିବେ ଆମ ପାଇଁ ଭଲ ହିଁ କରିବେ। ସେ ଆମ ମଙ୍ଗଳମୟ ଭଗବାନ। ଯେଉଁଥିରେ ଆମର ମଙ୍ଗଳ ହେବ ସେଇ କାମଟା ସେ ହିଁ ଆମ ପାଇଁ କରିବେ। ତେଣୁ ଆମେ ସମ୍ପୂର୍ଣ୍ଣ ଭାବେ ଭଗବାନଙ୍କ ନିକଟରେ ନିଜକୁ ସମର୍ପଣ କରିଦେବା। ଆମର କେଉଁ କାର୍ଯ୍ୟଟା କରିବାକୁ ଅଛି ଆମେ ତାଙ୍କୁ ସେ ଦାୟିତ୍ୱ ଦେଇଦେବା ଆଉ କହିବା, ପ୍ରଭୁ, ମୋ ପାଇଁ ଯେଉଁଟା ଠିକ୍ ତୁମେ ସେଇଟା ହିଁ କର। ଏଥିରୁ ଆମେ କ'ଣ ମେସେଜ ପାଇଲେ ଯେ ମନରେ ଯଦି ଆମେ ଦୃଢ଼ ବିଶ୍ୱାସ ରଖିବା ତାହେଲେ ଭଗବାନ ନିଶ୍ଚିନ୍ତ ଆମର ସାଥ ଦେବେ।